ଭାରତ ଆମର ଜନ୍ମଭୂମି ରଖିବା ତାହାରି ନାମ। ଭାରତ ଆମର ଜନ୍ମଭୂମି ରଖିବା ତାହାର ନାମ। ଏ ଜାତିର ଟେକ ରଖିବା ପାଇଁକି ସ୍ୱାର୍ଥକୁ ଦେବାନି ସ୍ଥାନ, ସ୍ୱାର୍ଥକୁ ଦେବାନି ସ୍ଥାନ। ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ କରୁଛି ଶୁଭସ୍ମିତା ମିଶ୍ର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ସ୍ୱାଧୀନ ଦେଶର ସନ୍ତାନ ଆମେ କବିତାଟିକୁ ପଢ଼ିବା, ଆବୃତ୍ତି କରିବା, ତା ସହିତ ଆମେ କବିତାର ଭାବାର୍ଥ ମଧ୍ୟ ବୁଝିବା। ପିଲାମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବ। ଆଉ ଚ୍ୟାନେଲରେ ଯଦି ନୂଆ ଥାଅ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବ। ଏବେ ଆମେ ଆରମ୍ଭ କରିବା। ସ୍ୱାଧୀନ ଦେଶର ସନ୍ତାନ ଆମେ, ଭାରତ ଆମର ଜନ୍ମଭୂମି। ସ୍ୱାଧୀନ ଦେଶର ସନ୍ତାନ ଆମେ, ଭାରତ ଆମର ଜନ୍ମଭୂମି। ଖେଳି ବୁଲି ବଢ଼ୁ ତାହାରି କୋଳରେ, ଖେଳି ବୁଲି ବଢ଼ୁ ତାହାରି କୋଳରେ, ତାର ନଦ ନଦୀ କାନନ ଛୁଇଁ। ଆଚ୍ଛା ପିଲାମାନେ, ତମେ ଜାଣିଛ ଆମ ଦେଶ କେବେ ସ୍ୱାଧୀନ ହେଇଥିଲା? ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନ ହେଇଥିଲା। ଆଉ ଆମକୁ ଇଂରେଜମାନଙ୍କ କବଳରୁ ଆମ ଦେଶର ଯିଏ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ, ତାଙ୍କ ନେତୃତ୍ୱରେ ଇଂରେଜମାନଙ୍କୁ ଆମେ ଆହୁରି ଏମିତି କେତେ ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିଥିଲେ। ସେଇଥିପାଇଁ ତ ଆଜି ଆମେ ନିଜକୁ ସ୍ୱାଧୀନ ଦେଶର ଅମୃତ ସନ୍ତାନ ବୋଲି କହିପାରୁଛନ୍ତି। ଏଠାରେ କବି କହୁଛନ୍ତି ସ୍ୱାଧୀନ ଦେଶର ସନ୍ତାନ ଆମେମାନେ ହେଉଛନ୍ତି ଏଇ ସ୍ୱାଧୀନ ଭାରତର ଅମୃତ ସନ୍ତାନ। ଭାରତ ଆମର ଜନ୍ମଭୂମି। ଯେହେତୁ ଆମେ ସମସ୍ତେ ଭାରତରେ ଜନ୍ମ ହେଇଛନ୍ତି, ଭାରତ ହେଉଛି ଆମର କ'ଣ? ଜନ୍ମଭୂମି, ଯାହାକୁ ବି ଆମେ ମା ବୋଲି କହୁଛନ୍ତି। ଖେଳି ବୁଲି ବଢ଼ୁ ତାହାରି କୋଳରେ, ତାର ନଦ ନଦୀ କାନନ ଛୁଇଁ। ଆମେ ସେଇ ଭାରତ ମାତାର ଦେହରେ, ତାରି କୋଳରେ ଆମେ ଖେଳୁ ବୁଲୁ ଆଉ ବଡ଼ ହଉ। ଆଉ ତାର ନଦ ନଦୀକୁ ଛୁଇଁ ଆମେ କ'ଣ କରନ୍ତି ନା ବଡ଼ ହୁଅନ୍ତି। ଆମେ ଯେଉଁ ଦେଶରେ ଜନ୍ମ ହୁଅନ୍ତି ତାର ନଦ ନଦୀ, ତାର କାନନ ମାନେ ପର୍ବତକୁ, କାନନ ମାନେ ବଣକୁ ଛୁଇଁ ଆମେ କ'ଣ କରନ୍ତି ନା ତାହାରି କୋଳରେ ଆମେ ବଡ଼ ହେଉଛନ୍ତି ନୁହେଁ କି? ଆଉ ତାରି କୋଳରେ ମଧ୍ୟ ଆମେ ଖେଳାବୁଲା କରୁଛନ୍ତି। ତାପରେ ନେକ୍ସଟ ପଦଟିକୁ ଦେଖିବା। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ। ଚୌଦିଗ ହସେ ତାହାରି ଆଲୋକେ, ଚୌଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ। ଆମେ ଯେଉଁ ଭାରତ ବର୍ଷରେ ରହିଛନ୍ତି, ଆମେ କ'ଣ କରୁଛନ୍ତି? ତାରି ଜଳ ପିଉଛନ୍ତି, ତାରି ଖାଦ୍ୟ ଖାଉଛନ୍ତି, ତାରି ଫଳ ଶସ୍ୟ ଖାଉଛନ୍ତି। ଆଉ ସେଇ ଭାରତ ମାତାର ସମୀର ବା ପବନକୁ ଆମେ କ'ଣ ଆମେ ପ୍ରଶ୍ୱାସରେ ଗ୍ରହଣ କରୁଛନ୍ତି ନୁହେଁ କି? ଶକ୍ତି ଭରିଛି ଶରୀରେ ଆମର, ଆମ ଶରୀରରେ ଶକ୍ତି ଦେଇଛି। କିଏ ଶକ୍ତି ଦେଇଛି? ନା ତାହାରି ସେଇ ଭାରତ ମାତାର ସମୀର ମାନେ ପବନ, ତାହାରି ଜଳ, ତାହାର ପବନ ଆମ ଦେହରେ ଶକ୍ତି ଦେଇଛି। ଚଉଦିଗେ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଚଉଦିଗ ମାନେ ଚତୁର୍ଦିଗ, ତାହାରି ଆଲୋକରେ, ସେଇ ଭାରତ ମାତାର ଆଲୋକରେ ଆଲୋକିତ ହେଉଛି, ହସି ଉଠୁଛି। ଆଉ ମାଟି ତାର ଦିଏ ଶସ୍ୟ ଫଳ। ମୋ ଭାରତ ମାତାର ମାଟି ଆମକୁ କ'ଣ ଦିଏ? ଶସ୍ୟ ଫଳ ଦିଏ, ଯାହାକୁ କି ଖାଇକି ଆମେ ବଡ଼ ହୁଅନ୍ତି। ତାପର ପଦଟି ଦେଖିବା। ତା ଆଖିରେ ଆମେ ସଭିଏ ସମାନ, ତା ଆଖିରେ ଆମେ ସଭିଏ ସମାନ। ସାନ ବଡ଼ ସାନ ବା ବଡ଼ ଯେତେକ ପ୍ରାଣୀ, ତାହାରି ବୁଦ୍ଧ ବିଶ୍ଵେ ପହିଲେ, ତାହାରି ବୁଦ୍ଧ ବିଶ୍ଵେ ପହିଲେ, ଶୁଣାଇଲା ତାର ସାମ୍ୟବାଣୀ। ଆଚ୍ଛା, ଏଠି କବି କ'ଣ କହିଲେ? ନା ତା ଆଖିରେ ଆମେ ସଭିଏ ସମାନ।
ଯେମିତି ମା ଆଖିରେ ତାର ସବୁ ଛୁଆ ସମାନ, ଠିକ୍ ସେମିତି ଭାରତ ମାତାର ଆଖିରେ ଆମେ ସମସ୍ତେ ସମାନ। ଏଠି ସାନ ବଡ଼ ବିଚାର ନାହିଁ। ଯେତେ ପ୍ରାଣୀ, ଯେତେ କେବଳ ଯେ ମନୁଷ୍ୟ ନୁହେଁ, ଯେତେ ସବୁ ପ୍ରାଣୀ ଅଛି, ଯେତେ ପଶୁ ପକ୍ଷୀ ସମସ୍ତେ, କୀଟ ପତଙ୍ଗ ସମସ୍ତେ ସମାନ। ମୋ ଭାରତ ମାତା ସମସ୍ତଙ୍କୁ ସମାନ ଭାବରେ ଦେଖେ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ। ଆଉ ତାହାର ବୋଧ ବିଶ୍ୱେ ପହିଲେ ଶୁଣାଇଲା ସାମ୍ୟ, ତାର ସାମ୍ୟ ବାଣୀ। ଆଚ୍ଛା, ତାହାର ବୁଦ୍ଧ, ବୁଦ୍ଧ କହିଲେ ଏଠି ଆମେ ଜାଣିଛନ୍ତି ଗୌତମ ବୁଦ୍ଧ, ଗୌତମ ବୁଦ୍ଧ ଯିଏକି ସମସ୍ତଙ୍କୁ କ'ଣ କରିଥିଲେ, ବିଶ୍ୱରେ, ସାରା ବିଶ୍ୱରେ ସମସ୍ତଙ୍କୁ ସମାନତାର ବାଣୀ ପ୍ରଥମେ ଆମ ଦେଶର ଏଇ ଭାରତ ମାତାର ସନ୍ତାନ ଗୌତମ ବୁଦ୍ଧ କ'ଣ କରିଥିଲେ ନା ସାରା ବିଶ୍ୱରେ ସାମ୍ୟ ବା ସମାନତାର ବାଣୀ ଶୁଣାଇଥିଲେ। ସମସ୍ତଙ୍କୁ ସେ ସମାନ ଭାବରେ ଦେଖିବା ପାଇଁ କହିଥିଲେ। ପାତର ଅନ୍ତର ନ କରି, ବଡ଼ ସାନ, ଧନୀ ଗରିବ ଏସବୁ ବିଚାର ନ କରି ସେ କ'ଣ କରିଥିଲେ, ସମସ୍ତଙ୍କ ପାଖରେ ସାରା ବିଶ୍ୱରେ ସେ କ'ଣ କରିଥିଲେ ନା ସାମ୍ୟ ବା ସମାନତାର ବାଣୀ ପ୍ରଚାର କରିଥିଲେ। ତାପର ପଦଟି ଦେଖିବା, ତାହାରି ଗାନ୍ଧୀ ଜନତାର କାନେ ମୁକ୍ତିର ଡାକ ଶୁଣାଇବାରେ। ତାହାରି ଗାନ୍ଧୀ ଜନତାର କାନେ ମୁକ୍ତିର ଡାକ ଶୁଣାଇବାରେ। ନିର୍ଭୟେ ହସି ସତ୍ୟର ଜୟ, ନିର୍ଭୟେ ହସି ସତ୍ୟର ଜୟ ଲେଖିଗଲା ନିଜର କତ ଧାରେ। ତାହାରି ଗାନ୍ଧୀ ଜନତାର କାନେ, ତାହାରି ଗାନ୍ଧୀ ମାନେ ଗାନ୍ଧୀ କିଏ, ମହାତ୍ମା ଗାନ୍ଧୀ, ଯାହାକୁ କି ଆମେ ଜାତିର ପିତା ବୋଲି ଜାଣିଛନ୍ତି, ଯାହାଙ୍କ ନେତୃତ୍ୱରେ, ଯାହାଙ୍କ ପାଇଁ ଆଜି ଆମେ ନିଜକୁ ସ୍ୱାଧୀନ ଭାରତର ଅମୃତ ସନ୍ତାନ ବୋଲି କହିପାରୁଛନ୍ତି, ସେହି ଗାନ୍ଧୀ ଜନତାର କାନେ କାନେ ମାନେ ଏଇ ଦେଶର ପ୍ରତି ଜନତାର କାନେ କାନେ ମୁକ୍ତିର ଡାକ ଶୁଣାଇବାରେ ସକ୍ଷମ ହୋଇଥିଲେ। ସେ କ'ଣ କରିଥିଲେ, ଲୋକମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ। ଲୋକମାନେ ଆମେ କେମିତି ସ୍ୱାଧୀନତା ପାଇବା, ଆମେ କେମିତି ଇଂରେଜମାନଙ୍କ ପାଖରୁ ନିଜକୁ ମୁକ୍ତି ପାଇପାରିବା, ସେ ସମସ୍ତଙ୍କ କାନରେ ସେଇ ସଂଗ୍ରାମର ବାର୍ତ୍ତା ଦେଇଥିଲେ। ଆଉ ସେ ଅହିଂସା ମାର୍ଗରେ ଚାଲିଥିଲେ। ସେ ତାଙ୍କ ଗାଲକୁ କିଏ ଗୋଟିଏ ଚପଡ଼ା ମାରୁଥିଲେ, ସେ ଆଉ ଗୋଟିଏ ଗାଲ ଦେଖାଉଥିଲେ। ସିଏ ଯେଉଁ ଆମକୁ ସ୍ୱାଧୀନତା ଦେଇଥିଲେ, ସେ ସ୍ୱାଧୀନତା ଦେବା ପଛରେ ଅହିଂସା ହିଁ ମୂଳ ମାର୍ଗ ଥିଲା। ଅହିଂସା ମାର୍ଗରେ ଯାଇ ସିଏ ଆମକୁ ସ୍ୱାଧୀନତା ଦେଇଥିଲେ, ମୁକ୍ତିର ଡାକ ଶୁଣାଇବାରେ ସିଏ ଆମକୁ କ'ଣ କରିଥିଲେ, ଏଇ ମହାତ୍ମା ଗାନ୍ଧୀ କ'ଣ କରିଥିଲେ, ଜନତାର କାନରେ ମୁକ୍ତିର ଡାକ ଶୁଣାଇଥିଲେ। ନିର୍ଭୟ ହସି ସେ ସତ୍ୟର ଗାନ, ସେ ସଦା ସତ୍ୟ ବଚନ କହୁଥିଲେ ଆଉ ଅହିଂସା ପଥରେ ଯାଉଥିଲେ। ଲେଖିଦେଲା ନିଜ ରକ୍ତ ବୋହେଇ ଦେଇଥିଲେ, ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଥିଲେ। ଶେଷରେ ସିଏ ଆତତାୟୀର ଗୁଳିରେ ନିଜର ଜୀବନ ସିଏ ହାରିଥିଲେ, କିନ୍ତୁ ସେ ସମସ୍ତଙ୍କୁ ସମାନ ଭାବରେ ଦେଖିଥିଲେ। ସେ କାହାକୁ ମଧ୍ୟ ଅହିଂସାର ପଥରେ ଯିବା ପାଇଁ ପ୍ରେରିତ କରିନଥିଲେ। ସେ ସମସ୍ତଙ୍କୁ ସମାନ ଭାବରେ ଦେଖିଥିଲେ ଆଉ ସତ୍ୟର ଜୟ, ଆଉ ଶେଷରେ ସିଏ ହେ ରାମ କହିକି ସେ ମୃତ୍ୟୁବରଣ କରିଥିଲେ। ସେଇ ମହାତ୍ମା ଗାନ୍ଧୀ ହେଉଛନ୍ତି କିଏ, ଆମ ଭାରତ ମାତାର ଅମୃତ ସନ୍ତାନ, ଆମର ଜାତିର ପିତା। ତାପରେ ଦେଖିବା ନେକ୍ସଟ ପଦ କ'ଣ ଅଛି, ଅନୁସରି ସେହି ସତ୍ୟର ପଥ ପୂର୍ବ ପୁରୁଷ କିରତି ହେଜି। ଅନୁସରି ସେହି ସତ୍ୟର ପଥ ପୂର୍ବ ପୁରୁଷ କିରତି ହେଜି। ଉତ୍ସାହୀ ମାତି ଦେଶର କର୍ମେ, ଉତ୍ସାହୀ ମାତି ଦେଶର କର୍ମେ ଆଶରେ ଲାଗିବା ଜଡ଼ତା ତେଜି। ଅନୁସରୀ ମାନେ କ'ଣ, ଅନୁସରଣ କରି, ସେଇ ଯେଉଁ ମୋର ପୂର୍ବପୁରୁଷମାନେ ଯେଉଁ ବାଟ ଦେଖାଇଥିଲେ, ଯେଉଁ ସତ୍ୟର ପଥ ଦେଖାଇ ଦେଇଥିଲେ, ସେଇ ପୂର୍ବପୁରୁଷମାନଙ୍କ କୀର୍ତ୍ତିକୁ ହେଜିବା, ମନେ ପକାଇ ତାଙ୍କରି ବାଟକୁ, ସେଇ ସତ୍ୟର ପଥକୁ ଅନୁସରଣ କରି ସେଇ ସତ୍ୟର ପଥରେ ଯାଇ ଉତ୍ସାହେ ମାତି ଦେଶର କର୍ମେ ଆଶରେ ଲାଗିବା ଜଡ଼ତା ତେଜି। ଜଡ଼ତା ବା ଆଳସ୍ୟତା ବା ସ୍ଥିରତା ତେଜି ଆମେ ଉତ୍ସାହରେ ମାତିବା, ଆଉ ଦେଶର କର୍ମେ ବା ଦେଶର ପ୍ରଗତି ପାଇଁ ଆମେ ଆଳସ୍ୟତା ତେଜି ଆମେ କ'ଣ କରିବା, କାର୍ଯ୍ୟ
କରି ଚାଲିବା। ଦେଶର ପ୍ରଗତି ପାଇଁ ଆମେ ପୁଣି ପଥ ଖୋଜିବା। ଯେମିତି ଆମର ମହାତ୍ମା ଗାନ୍ଧୀ ଆମର ଜାତିର ପିତା ଯେମିତି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ଆଉ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରି ତାଙ୍କୁ ଆମ ଦେଶରୁ ବିତାଡ଼ିତ କରିଥିଲେ, ଆମକୁ ସ୍ୱାଧୀନତା ଦେଇଥିଲେ, ଠିକ୍ ସେମିତି ସେହି ପୂର୍ବପୁରୁଷମାନଙ୍କୁ ଆମେ ମନେ ପକାଇବା, ତାଙ୍କର ପଥକୁ ଅନୁସରଣ କରିବା, ସେ ସତ୍ୟର ସେହି ଅହିଂସାର ପଥକୁ ଆମେ ଅନୁସରଣ କରିବା, ହିଂସାର ମାର୍ଗକୁ କେବେ ହେଲେ ଆପଣେଇବା ନାହିଁ। ଆଉ ଉତ୍ସାହରେ ମାତି ଆଳସ୍ୟତା ତେଜି, ଜଡ଼ତା ସ୍ଥିରତା ତେଜି ଆମେ କ'ଣ କରିବା? ଦେଶ ପାଇଁ ଆମେ କାମ କରି ଚାଲିବା। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ, ଆସିଲେ ଅରାତି ଗ୍ରାସିବାକୁ ଦେଶ, ପଣ କରି ପ୍ରାଣ ବସିବାରଣେ। ଆଚ୍ଛା, କ'ଣ କରିବା ନା ଅଗ୍ରଣୀ ହେବା ଶିକ୍ଷାରେ ଆମେ ପ୍ରଥମେ ସେଇ ଦେଶ ଆଗୁଆ ହୁଏ ଯିଏକି ଶିକ୍ଷା ଆଉ ସ୍ୱାସ୍ଥ୍ୟରେ ଅଗ୍ରଣୀ ହୁଏ। ଯେଉଁ ଦେଶରେ ଶିକ୍ଷା ଆଉ ସ୍ୱାସ୍ଥ୍ୟର ସେବା ଠିକ୍ରେ ମିଳିପାରେ, ଯେଉଁ ଦେଶ ଶିକ୍ଷାରେ ଅଗ୍ରଣୀ ସେ ଦେଶ ସବୁଥିରେ ଅଗ୍ରଣୀ। କାରଣ ଜଣେ ଶିକ୍ଷିତ ବ୍ୟକ୍ତି ସେ ସବୁବେଳେ ବୁଝି ବିଚାରି ଚିନ୍ତା କରି ସେ କାର୍ଯ୍ୟ କରିଥାଏ, କିନ୍ତୁ ଜଣେ ମୂର୍ଖ ବ୍ୟକ୍ତି ସିଏ କ'ଣ କରେ? କୌଣସି କାମକୁ ଚିନ୍ତା ନ କରି ସିଏ ତା ମନକୁ ଯାହା ଆସେ ଭଲ ମନ୍ଦ ଚିନ୍ତା ନ କରି ସେ କାମ କରେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ, ସେଥିପାଇଁ ଆମେ ପ୍ରଥମେ ଆମ ଦେଶକୁ ଶିକ୍ଷାରେ ଅଗ୍ରଣୀ କରିବା। ଆମେ ସମସ୍ତେ ଶିକ୍ଷିତ ହେବା, ନିଜେ ଶିକ୍ଷିତ ହେବା ସହ ଆମ ପିଲାମାନଙ୍କୁ, ଆମର ପରବର୍ତ୍ତୀ ପିଢ଼ିକୁ ମଧ୍ୟ ଆମେ ଶିକ୍ଷିତ କରାଇବା। ଆଉ ଯେଉଁମାନେ ଅଜ୍ଞ ଅଛନ୍ତି, କେହି ଜଣେ ମଧ୍ୟ ଅଜ୍ଞ ରହିବେ ନାହିଁ, ଆଉ କେହି ବି ଅଶିକ୍ଷିତ ମୂର୍ଖ କେହି ରହିବେ ନାହିଁ। ଆସିଲେ ଅରାତି ଗ୍ରାସିବାକୁ ଦେଶ, ଯେମିତି ଇଂରେଜମାନେ ଦିନେ ଆସିଥିଲେ ଆମ ଦେଶକୁ, ଯେମିତି ମୋଗଲମାନେ ଦିନେ ଆସିଥିଲେ ଆମ ଦେଶକୁ ଗ୍ରାସିବା ପାଇଁ, ଆଉ ଆମର ସାହସିକତା, ଆମର ଆମେ ଯେଉଁ ଏକାଠି ହେଇକି ତାଙ୍କ ସହିତ ଲଢ଼ିଥିଲେ, ସେମିତି ଆମେ ପୁଣି କରିବା। କ'ଣ ନା ଯଦି ପୁଣି ଥରେ ଅରାତି ଆସେ, ଯଦି ପୁଣି ସେମିତି କେହି ଶତ୍ରୁ ବା ସେମିତି ଖରାପ ରାତି ଆମ ପାଇଁ ଆସେ, ଯଦି ଶତ୍ରୁ ଆମ ଦେଶକୁ ଗ୍ରାସ କରିବାକୁ ଆସନ୍ତି, ଯଦି ଶତ୍ରୁ ଆମକୁ ପୁନର୍ବାର ଆକ୍ରମଣ କରନ୍ତି, ତାହେଲେ ପୁଣି ଆମେ ଏକାଠି ହେବା। ଆଉ ଏକାଠି ଆମେ ସମସ୍ତେ ଜାଣିଛନ୍ତି କ'ଣ? ଏକତା ହିଁ ବଳ। ଆଉ ଆମେ ଯଦି ଏକାଠି ରହିବା ତାହେଲେ ଆମକୁ କେହି ମଧ୍ୟ କିଛି କରିପାରିବେ ନାହିଁ, ଆମ ଦେଶର କିଛି ମଧ୍ୟ କ୍ଷତି କରିପାରିବେ ନାହିଁ, ଆଉ ଆମ ଦେଶକୁ ସେମାନେ କେବେ ହେଲେ ଆଉ ଥରେ ଶାସନ କରିପାରିବେ ନାହିଁ। ସେଥିପାଇଁ ଆମେ କ'ଣ କରିବା? ପ୍ରଥମେ ଶିକ୍ଷାରେ ଅଗ୍ରଣୀ ହେବା, ଆଉ ଆମ ଦେଶରେ ଜଣେ ହେଲେ ଅଶିକ୍ଷିତ ରହିବାକୁ ଦେବାନି। ଆଉ ସେଇ ଅରାତି ଯଦି ପୁଣି ଥରେ ଆସେ, ସେଇ ଅସମୟ ଯଦି ପୁଣି ଥରେ ଆସେ, ସେଇ ଖରାପ ସମୟ ଯଦି ପୁଣି ଥରେ ଆସେ ଦେଶକୁ ଗ୍ରାସ କରିବା ପାଇଁ, ତାହେଲେ ଆମେ ପଣ କରିବା, ଆମେ ପ୍ରତିଜ୍ଞା କରିବା, ଆମେ ପୁଣି ଥରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯିବା, ଆମେ ପୁଣି ଥରେ ଅଣ୍ଟା ଭିଡ଼ିବା, ଆଉ ପୁଣି ଥରେ ସମସ୍ତେ ଏକାଠି ହେବା, ଆଉ ଆମ ଦେଶ ପାଇଁ ପୁଣି ଥରେ ସମସ୍ତେ ମିଶି ଲଢ଼ିବା। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ନୂଆ ଶିଳ୍ପରାଜି। ବରଜିବା ଯେତେ ଭେଦ ଭାବ, ନବ ଭାରତର ସେବକ ସାଜି। ବରଜିବା ଯେତେ ଭେଦ ଭାବ, ନବ ଭାରତର ସେବକ ସାଜି। ଆମେ କ'ଣ କରିବା? ଅରଜିବା ବା ଅର୍ଜନ କରିବା ବିଜ୍ଞାନ ଧନ। ଆମେ ଆଜି ବର୍ତ୍ତମାନ ସାରା ବିଶ୍ୱ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ, ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାରେ ଆଗୁଆ। ଆମେ ମଧ୍ୟ ସେମିତି, ଯେମିତିକି ଆମ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି ବିଶ୍ୱଗୁରୁ ହେବାର, ଆମେ ସେମିତି ବିଶ୍ୱଗୁରୁ ହେବା ପାଇଁ ଚେଷ୍ଟା କରିବା। ଆମେ ଭାରତର ସନ୍ତାନମାନେ ଆମେ କ'ଣ କରିବା ନା ବିଜ୍ଞାନରେ ଆଗୁଆ ହେବା। ଅରଜିବା ଯେତେ ବିଜ୍ଞାନ ଧନ, ସରଜିବା ପୁଣି ନୂଆ ଶିଳ୍ପରାଜି। ଆମେ କ'ଣ କରିବା? ନୂଆ ଶିଳ୍ପ ପ୍ରତିଷ୍ଠାନ ସବୁ ଆମେ ସର୍ଜନା କରିବା ବା ନୂଆ ଶିଳ୍ପ ପ୍ରତିଷ୍ଠାନ ସବୁ ଆମେ ତିଆରି କରିବା।
ଆଉ ଯେଉଁଥିପାଇଁ କି ଯେତେ ଆମର ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେବ ବା ଯେତେ ଆମର ଶିଳ୍ପରାଜି ପ୍ରତିଷ୍ଠା ହେବ ସେତେ କ'ଣ ହେବ ଆମ ଦେଶରୁ ବେକାରୀ ସମସ୍ୟା ସେତେ ଦୂରେଇ ଯିବ। ଆଉ ତା ସହିତ ଆମେ ଅନ୍ୟ ଉପରେ ନିର୍ଭର କରିବାନି, ଆମେ କାମ ପାଇଁ ଅନ୍ୟ ରାଜ୍ୟ ବା ଅନ୍ୟ ଦେଶକୁ ଯିବା ନାହିଁ। ତା ସହିତ ଆମେ ଜିନିଷ ପାଇଁ ଯେଉଁ ବିଭିନ୍ନ ଜିନିଷ ପାଇଁ ବାହାର ଦେଶ ଉପରେ ବାହାର ଦେଶ ପାଇଁ ଆମେ ନିର୍ଭରଶୀଳ ଅଛନ୍ତି, ଆମେ ଆଉ ନିର୍ଭରଶୀଳ ହେବା ନାହିଁ। ତା ସହିତ କ'ଣ ହେବ ନା ଆମେ ସମସ୍ତେ କ'ଣ ହେବା, ଏମ୍ପ୍ଲୟମେଣ୍ଟ ଆମର ବଢ଼ିବ। ଆଉ ଅରଜିବା ଯେତେ ବିଜ୍ଞାନ ଧନ, ବିଜ୍ଞାନରେ ଆମେ ଯେତେ ଆଗେଇବା, ଆମେ ଯେତେ ଶିକ୍ଷିତ ହେବା ସେତେ ମଧ୍ୟ ଆମେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଆଉ ଶିଳ୍ପରାଜିରେ ସେତେ ଆଗେଇ ପାରିବା। ବରଯିବା ଯେତେ ଭେଦାଭେଦ ଭାବ, ଆମ ମନରେ ଯେତେ ଭେଦାଭେଦ ଭାବ ଆମେ ବର୍ଜନ କରିବା ବା ମନରୁ ସେସବୁ ଦୂର କରିବା। ବରଯିବା ଯେତେ ଭେଦଭାବ କହିଲେ କେଉଁ କ୍ଷେତ୍ରରେ ଭେଦଭାବ ନା ଜାତି, କୌଣସି ଯେଉଁ ଧନ ଆମେ ଦେଖିବା, ଯାହାର ଧନୀ ଗରିବ ଆମେ ସମସ୍ତଙ୍କୁ ସମାନ ସୁବିଧା ଦେବା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେବାକୁ ଚେଷ୍ଟା କରିବା ଆଉ ସମସ୍ତଙ୍କୁ ଆମେ ସମାନ ଭାବରେ ଦେଖିବା। ନବଭାରତର ସେବକ ସାଜି ଆମେ ନିଜକୁ ଏଇ ନବଭାରତର, ଏଇ ସ୍ୱାଧୀନ ଭାରତର ଜଣେ ଜଣେ ସେବକ କରିବା। ଆଉ ସେବକ କରିଲେ ହିଁ ଆମେ ଆମ ଦେଶର ଉନ୍ନତି କରିପାରିବା। ଆମେ ନିଜକୁ ଜଣେ ଯଦି ସେବକ ବୋଲି ଭାବିବା, ଆମେ ତାହେଲେ ଦେଶ, ଆମ ଜନ୍ମଭୂମିର ଆମେ ସେବା କରିପାରିବା ଆଉ ଆମ ଜନ୍ମଭୂମିର ଉନ୍ନତି କରିପାରିବା। ଶେଷରେ କ'ଣ କହିଛନ୍ତି କବି? ଯିଏ ଯହିଁ ଥାଉ ଜନମ ଭୂଇର କଲ୍ୟାଣୀ ସଦା ରହିବାରତ। ଯିଏ ଯହିଁ ଥାଉ ଜନମ ଭୂଇର କଲ୍ୟାଣୀ ସଦା ରହିବାରତ। ସ୍ୱାଧୀନ ଦେଶର ସନ୍ତାନ ଆମେ, ସ୍ୱାଧୀନତା ଆମ ଜୀବନ ବ୍ରତ। ସ୍ୱାଧୀନ ଦେଶର ସନ୍ତାନ ଆମେ, ସ୍ୱାଧୀନତା ଆମ ଜୀବନ ବ୍ରତ। ଶେଷରେ କବି କ'ଣ କହୁଛନ୍ତି ନା ଯିଏ ଯହିଁ ଥାଉ ଜନମ ଭୂଇଁର କଲ୍ୟାଣୀ ସଦା ରହିବାରତ। ଆମେ ଯେଉଁଠି ବି ଥାନ୍ତୁ, ଜନ୍ମଭୂମିର ଯେଉଁ କୋଣରେ ବି ଥାନ୍ତୁ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ବି ଥାନ୍ତୁ, ସଦା ସର୍ବଦା ଆମେ କ'ଣ କରିବା, ଜନ୍ମଭୂଇଁର ଆମ ଭାରତ ମାତାର କଲ୍ୟାଣ ପାଇଁ, ସେବା ପାଇଁ ରତ ରହିବା। ଆମେ ସବୁବେଳେ ଆମ ଜନ୍ମଭୂମିର ସେବା କରିବା। ସ୍ୱାଧୀନ ଦେଶର ସନ୍ତାନ ଆମେମାନେ ହେଉଛନ୍ତି ସେଇ ସ୍ୱାଧୀନ ଦେଶର ସନ୍ତାନ। ଆଉ ସ୍ୱାଧୀନତା ଆମ ଜୀବନ ବ୍ରତ। ସ୍ୱାଧୀନତା ହେଉଛି ଆମ ଜୀବନର ବ୍ରତ। ଆଉ ଯିଏ ଆସିଲେ ମଧ୍ୟ ଆମକୁ, ଆମ ଦେଶକୁ ଆମେ ଏହିପରି ଭାବେ ଏକାଠି ହେବା, ଏକତାର ବଳ ଆମେ ଏହିପରି ଭାବରେ ଦେଖାଇବା ଯେମିତିକି ଯେକୌଣସି ବାହ୍ୟ ଶତ୍ରୁ ଆସିଲେ ଆମକୁ କେବେ ହେଲେ ଆକ୍ରମଣ କରିପାରିବେନି କି କେବେ ହେଲେ ଆଉ ଆମ ଦେଶର ଯେଉଁ ସିରି ଛଡ଼େଇ ନେଇଥିଲେ, ଆମକୁ ପରାଧୀନତାର ବେଡ଼ିରେ ଶୃଙ୍ଖଳରେ ବାନ୍ଧିକି ରଖିଥିଲେ, ଆଉ ଯେମିତି ସେ ଦିନ କେବେ ବି ନ ଆସୁ, ଆଉ ଯେମିତି ସେଦିନ ଆମେ କେବେ ହେଲେ ଆସିବାକୁ ଦେବାନି। ଆମେ ହେଉଛନ୍ତି ସ୍ୱାଧୀନ ଦେଶର ଅମୃତ ସନ୍ତାନ ଆଉ ସ୍ୱାଧୀନତା ଆମର ବ୍ରତ ହେବ। ପିଲାମାନେ, ଭିଡ଼ିଓଟି ତୁମକୁ ଯଦି ଭଲ ଲାଗିଥିବ ତାହେଲେ ନିଶ୍ଚିତ ଭାବରେ ଲାଇକ୍ କରିବ ଆଉ ନିଶ୍ଚିତ ଭାବରେ ଗୋଟେ ଛୋଟ କମେଣ୍ଟ ମଧ୍ୟ ଦେଇଦେବ।